ଆପଣ ଦେଖୁଛନ୍ତି ମାଟି ଚୁଲି ଏବଂ ମାଟି ଚୁଲିରେ କାଠ ବି ଲାଗିଛି ଏବଂ ତା ସହିତ ଟିକେ ବଡ଼ କଢ଼େଇରେ ମାନେ ବଡ଼ ହାଣ୍ଡିରେ ଆପଣଙ୍କର ଚିକେନ ଝୋଳ ଟିକେ ହେଉଛି ଏବଂ ମାଉସୀ ମଧ୍ୟ ଟିକେ ଟିକେ ଘାଣ୍ଟୁଛନ୍ତି ଚିକେନ ଝୋଳ ଟିକେ ମଧ୍ୟ ଘଣ୍ଟା ଯାଉଛି। ଆମେ ସେଇ ଦୃଶ୍ୟ ଟିକେ ବର୍ତ୍ତମାନ ଟିକେ ଦେଖାଉଛୁ। ଅତି ସୁନ୍ଦର ଭାବେ ଆମେ ଏଇଥିପାଇଁ ଦେଖେଇଲୁ ଯେ ଗାଁରେ ଯାତ୍ରା ହେଉଛି, ଘରେ ବନ୍ଧୁବାନ୍ଧବଙ୍କ ମଧ୍ୟ ଭିଡ଼ ଲାଗିଛି। ଆମେ ସେ ସଂକ୍ରାନ୍ତରେ ଆଲୋଚନା କରିବା। ନମସ୍କାର, ମୁଁ ରବୀନ୍ଦ୍ର ଆପଣଙ୍କୁ କେ ନ୍ୟୁଜ୍ ଓଡ଼ିଶା ଲାଇଭ୍ ପେଜ୍କୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ଆମେ ଶୀର୍ଷକ ରଖିଛୁ ଗାଁରେ ଯାତ୍ରା। ଦର୍ଶକ ବନ୍ଧୁ, ଏବେ ଚୈତ୍ର ବୈଶାଖ ମାସରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୁଏ ଏବଂ ଠାକୁରାଣୀ ଯାତ୍ରା ଭିତରେ ଦେଖିବେ ଗାଁରେ ବିଶେଷ କରି ଯେଉଁଠି ଟିକେ ଯାତ୍ରା ହେବ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଥାଏ। ଆମେ ସେହି ସଂକ୍ରାନ୍ତରେ ଆଲୋଚନା କରିବା। ଆମେ ପୁଣି ଟିକେ ଚିକେନ ଝୋଳ ଟିକେ ଆପଣଙ୍କୁ ଦେଖାଉଛୁ ଏବଂ ଭଉଣୀଙ୍କର ମଧ୍ୟ ପ୍ରତିକ୍ରିୟା ନେଇଯିବା। ଚିକେନ ଝୋଳ ଆଜି କାହିଁକି, କେଉଁଠୁ ଆସିଛନ୍ତି, କ'ଣ ପାଇଁ ଆସିଛନ୍ତି? ଚିକେନ ଝୋଳ ଏବଂ ମାଟି ଚୁଲିରେ ବାସ୍ନା। ଆମେ ଦେଖିଛେ ଯେ ସହରୀ ସଭ୍ୟତା ଭିତରେ ଯେତେବେଳେ ଆମେ ମାଟି ଚୁଲିର କଥା ଆମେ ସମସ୍ତେ ଭୁଲି ଯାଉ, ଏହି ସମୟରେ ମାଟି ଚୁଲିରେ ଚିକେନ ରୋଷେଇ କରିବା ଏବଂ ତାକୁ ସବୁ ବନ୍ଧୁବାନ୍ଧବଙ୍କ ଭିତରେ ଖାଇବାକୁ ଦେବା। ଆଚ୍ଛା କୁହନ୍ତୁ ଭଉଣୀ, ଆପଣ କେଉଁଠୁ ଆସିଛନ୍ତି, କ'ଣ କୁହନ୍ତୁ, କୁଆଡ଼େ ଆସିଛନ୍ତି? ଯାତ୍ରା ହଉଛି, ହଁ, ମା ଘରକୁ ଆସିଛନ୍ତି। ହଁ, ଆଉ ଆମର ବେଲୁଠା। ହଁ। ହଁ, କେବେ ଆସିଲେ? ଆଜି ଆଇକରି 4-5 ଦିନ ହେଇଗଲା। କ'ଣ କରୁଛନ୍ତି ଏବେ? ଏବେ ଆହୁରି ରୋଷେଇ କରୁଛୁ, କ'ଣ ରୋଷେଇ କଲେଣି? ଚିକେନ। ଚିକେନ। ହୁଁ। ଆଜି ମଙ୍ଗଳବାର ବୋଲି ଚିକେନ। ହଁ ହଁ। ଆଚ୍ଛା, ଗାଁକୁ ଆସିଲେ କେତେ ମନେ ପଡୁ କହିଲେ, କେମିତି ମନେ ପଡୁଛନ୍ତି ଗାଁକୁ ଆସିଲେ? ଭଲ ଲାଗୁଛି। ହଁ, ହଁ, କ'ଣ କ'ଣ ସବୁ ଦେଖିଲେଣି? ସବୁ ଦେଖିଲୁ ଯାତ୍ରା, ଯାତ୍ରା, ମା ଠାକୁରାଣୀ। ମା ଠାକୁରାଣୀ, ହଁ, ନାଚ ଦେଖୁ, ଆଉ ନାଚ କାଲି ହେଲା ଭାରତ ନୀଳା। ହଁ ହଁ, ହଁ, ଆଜି ଆଜି ହବ ମହାଭାରତ। ଆଚ୍ଛା, ଚିକେନ ଝୋଳ ହଁ। ଆଜି ଟିକେ ହେଇଛି ବୋଧେ ମାଟି ହାଣ୍ଡିରେ ହଁ, ଜବରଦସ୍ତ। ହଁ। ଆପଣ ତ ଗ୍ୟାସରେ ରୋଷେଇ କରୁଛନ୍ତି ନା ସବୁବେଳେ ମାଟି ହାଣ୍ଡି? ଚୁଲିରେ ଗ୍ୟାସରେ ରାନ୍ଧୁଛୁ। ହଁ, ଏଇଥିରେ ବାସ୍ନା ଟିକେ ଅଲଗା। ହଁ ହଁ, ହଁ। କ'ଣ ଏଇଟା ମାଟି ଚୁଲି ତ ଚିକେନ ଝୋଳ ଟିକେ ବାସ୍ନା ହବ। ବାସ୍ନା ହବ? ଖିଆ ମଧ୍ୟ ହବ। ଆମେ କିଛି ଆଲୋଚନା ମଧ୍ୟ କରିଦେବା। ଭାଇ, ଆପଣ ଟିକେ ନାଁଟା ଟିକେ କୁହନ୍ତୁ। ଆଜ୍ଞା, ଆନନ୍ଦ ରେଡ୍ଡି। କୋଉଠୁ ଆସିଛନ୍ତି? ଆମର ଚୈତନ୍ୟପୁର। ଗାଁରେ ଯାତ୍ରା ହଉଛି, ଡାକରା ହେଇଛି? ଡାକରା ହେଇଛି ଜୁଇଁଘର। ଜୁଇଁଘର। କେତେ ମଜା ଲାଗୁଛି? କ'ଣ କ'ଣ ସବୁ ମଜା କଲେ? ଆଉ ମଜା ବୋଲିକିରି ବୋଲି ଆଜ୍ଞା 4 ଦିନ ହେଲା ତ ଗହଳି, କୁଣିଆ ମୈତ୍ର ଗହଳି ଲାଗିଛି। ଆଉ ଗୋଟେ ଦିନ ରଜ ନାଟକ ହେଲା, କାଲି ଭାରତ ନୀଳା, ଆଜି ମହାଭାରତ ଆରମ୍ଭ ହବ। ଆଉ କ'ଣ ସବୁ ଝାଳନା ନେଇଛନ୍ତି, କ'ଣ କାମ କରୁଥିଲେ? ଏ ରନ୍ଧା ଟିକେ ଚାଲିଛି, ରୋଷେଇ ଚାଲିଛି ଆଜ୍ଞା। କ'ଣ କ'ଣ ଆଜି କ'ଣ ସବୁ ଖାଇବା ସବୁ? ଆଜି ସକାଳେ ଘାଣ୍ଟ ତରକାରୀ ହେଇଥିଲା, ଆଉ ଏବେ ଚିକେନ କିରି ଚିପ୍ସ ହବ ଆଜି। ଆଉ ମଙ୍ଗଳବାର, ଆଜି ମଙ୍ଗଳବାର ଆଜ୍ଞା। ମହାଭାରତ ଦେଖା, ଚିକେନ ଝୋଳ। ଆମ ସହିତ ଆମେ ଟିକେ ଆଉ ଟିକେ କଥା ଟିକେ ଆମେ କହିବୁ ଯେ ଆମେ କଇଠଡ଼ା ଗାଁରେ ଆମେ ରାଜୁ ସାର୍ଙ୍କର ଘରେ ଅଛୁ। ରାଜୁ ରେଡ୍ଡିଙ୍କର ଘରେ ଆମେ ଏଇଥିପାଇଁ ଅଛୁ ଯେ ରାଜୁ ରେଡ୍ଡି କହିଲେ ଗଞ୍ଜାମ ଜିଲ୍ଲାର ନାଟ୍ୟ ନିର୍ଦ୍ଦେଶକ ରାଜୁ ରେଡ୍ଡି ଏବଂ ମହାଭାରତ, ରାମାୟଣ ଏମିତି ବିଭିନ୍ନ ସେ ଯେଉଁ ନାଚର ସିଏ ହେଉଛନ୍ତି ନିର୍ଦ୍ଦେଶକ। ଏବଂ ରାଜୁ ମାଷ୍ଟର କହିଲେ ସମସ୍ତେ ଜାଣିବେ। ସେ ରାଜୁ ମାଷ୍ଟରଙ୍କ ପାଖକୁ ଯିବା, ତାଙ୍କ ଠାରୁ ପ୍ରତିକ୍ରିୟା ନେଇଯିବା। ଆଜ୍ଞା, ଆପଣଙ୍କୁ କେ ନ୍ୟୁଜ୍ ଓଡ଼ିଶାକୁ ସ୍ୱାଗତ। କ'ଣ କହିବେ? ନମସ୍କାର ସାର୍। ଗାଁରେ ଯାତ୍ରା। ନମସ୍କାର ସାର୍। ଯାତ୍ରା କେବେଠୁ ଆରମ୍ଭ ହେଲାଣି? କେତେ ଦିନ ଚାଲିବ? କେତେ ବର୍ଷ ପରେ ଯାତ୍ରା? ସାର୍, ଯାତ୍ରା ଆମର ଆରମ୍ଭ ହେଇଛି ଗୋଟେ 15 ବର୍ଷ ପୂର୍ବରୁ ହେଇଥିଲା। ପୁଣି ମାଙ୍କର ଦୟା ହେଇଛି, ଆଉ 15 ବର୍ଷ ପରେ ଚାଲିଛି ମାଙ୍କର ନଗର ଭ୍ରମଣ। ଅସ୍ଥାୟୀ ନିମନ୍ତ୍ରଣ କରାଯାଇଛି କହିଲେ? ଘରକୁ ସବୁ କୁଣିଆ ବନ୍ଧୁବାନ୍ଧବ ଡକା ହେଇଛି, ବଡ଼ ଭଉଣୀ ଆଉ ଜୁଇଁ ଆଉ ଶ୍ୱଶୁର ଆଉ ଶଳା ଏମିତି ସମସ୍ତେ ଆସିଛନ୍ତି। ଆଉ ସମସ୍ତଙ୍କୁ କେତେ ଅଛନ୍ତି ଘରେ? ହଁ, ଅଛନ୍ତି, ସମସ୍ତେ ଅଛନ୍ତି, ସବୁ ଆସିଛନ୍ତି। ଆଉ କେତେ ମଜା ଲାଗୁଛନ୍ତି କହିଲେ ଯେ ଏତେ ଦିନ ପରେ? ହଁ, ଏ ତ କୋଉଠି ଖୁସିର ଦିନ। ଆଉ ସମସ୍ତେ ଏକାଠି ମିଳିମିଶି ରହିବା। ସବୁଦିନ ତ ରହିପାରିବାନି, ସେ ମାଙ୍କର ଦୟାରୁ ସମସ୍ତେ ଆଜି ମିଳିମିଶି ମିଶିଛନ୍ତି। ହଁ, ମିଶିଛନ୍ତି। ଆଜି ଟିକେ ଆମିଷ ଆଜି? ଆଜ୍ଞା, ହଁ। ଆଜି କ'ଣ ଚିକେନ ଟିକେ? ହଁ, ଚିକେନ ଫିକେନ କେତେବେଳେ କ'ଣ ହଉଛି। ଆଉ ଆପଣ ତ ନାଟ୍ୟ ନିର୍ଦ୍ଦେଶକ ଗୁରୁ, ଆପଣଙ୍କର ଅସଂଖ୍ୟ ଶିଷ୍ୟ ଅଛନ୍ତି, ଦଳ ଅଛି। ଆପଣଙ୍କ ଗାଁରେ ଆଜି କ'ଣ କାର୍ଯ୍ୟକ୍ରମ?
ଆଜ୍ଞା ଆଜି ଆମ ଗାଁରେ ଆମରି ନାଟକ ମହାଭାରତ ବଡ଼ ଖରିଡ଼ା ମହାଭାରତରେ ଆଜି ଆଚ୍ଛା ବଡ଼ ଖରିଡ଼ାରେ ଆସିଛନ୍ତି ଆପଣଙ୍କ କଳାକାର ମଧ୍ୟ ହଁ ଆସିବେ। କଳାକାର ଆସିନାହାନ୍ତି ଆସୁଛନ୍ତି। ଗାଁରେ ସବୁ ମିଶିବେ ସବୁ। ହଁ ହଁ ହଁ? କେତେ ଖୁସି ଲାଗେ। ଖୁସି ବହୁତ ଖୁସି। ପ୍ରତିକ୍ରିୟା ନେଇଯିବା ୟାର ଭିତରେ ସମସ୍ତେ ମଧ୍ୟ ଆସିଛନ୍ତି ଆମେ ଦେଖୁଛୁ। ଏବଂ କହିଲେ ସବୁ 15 ବର୍ଷ ତଳୁ ଆଗଲା ହେଇଥିଲା 15 ବର୍ଷ ତଳେ ଏବେ 15 କୁଣିଆ ମୈତ୍ର ସବୁ ବନ୍ଧୁ ବାନ୍ଧବ ଆସିଛନ୍ତି। ହଁ ଏଟା ହଉଛି ମାର କି ଖୁସିର ଆନନ୍ଦର ଦିନ ଯେ ମା ଆଗମନ ହେଲେ ଏ ଯୋଉ ବନ୍ଧୁ ମିଳନଟା ହଉଛି ଏଇଟା ବଡ଼ ସୌଭାଗ୍ୟ। 15 ବର୍ଷ ପୂର୍ବେ ଏ ଯୋଉ ଯାତ୍ରାଟା ହେଇଥିଲା ମାଙ୍କର ଆଜି ଯେଉଁଭଳି ଭାବରେ ଯାତ୍ରା ହେଉଛି ବହୁତ ଆନନ୍ଦ ଲାଗୁଛି ଆଉ ଉତ୍ସାହିତ ବି ଲାଗୁଛି। ଆମର ଯେଉଁ କମିଟି ଭାଇମଣ୍ଡ ଆମର ଯେଉଁ ଭଲେଣ୍ଟିୟର ଭାଇମାନେ ଏ ଯେଉଁ ଗାଁର ସହଯୋଗୀ ଏମାନଙ୍କୁ ଯେଉଁ ନେଇ ଯେଉଁ ଗଠିତ ହେଇଛି ଆଜି ଭଲ ଲାଗେ। ଆଉ ବଢ଼ିଆ ଲାଗୁଛି। ଆଚ୍ଛା କଣ କହିବେ ଆପଣଙ୍କ ଘରେ ବନ୍ଧୁବାନ୍ଧବ କେତେ ଅଛନ୍ତି କଣ କହିଲେ? ଅଛନ୍ତି ଆଉ ଆଜି ଆସିବେ। ଝିଅ ଜୁଇଁ ସବୁ ଆସିଛନ୍ତି। ଆମର ଗୋଟେ ଶଳାର ଝିଅ ବାହାଘର ତ ଆଉ ପଳେଇଛନ୍ତି ସବୁ। ଆଜି ଆସିବେ ସବୁ। ଆଚ୍ଛା ଗାଁରେ ଯାତ୍ରା କେତେ ମଜା ଲାଗୁଛି? ସାର୍ ମଜା ଲାଗୁଛି ସାର୍। 15 ବର୍ଷ ତଳେ ଯାତ୍ରା ହେଇଥିଲା ଆମେ ଖୁସି ଲାଗୁଛି। ଏ ମା ଆଣିଛୁ ଠାକୁରାଣୀ ମନ୍ଦିରରୁ ସ୍ଥାନକୁ ଆଣିଛୁ। ଯାତ୍ରା କୁଣିଆ ମୈତ୍ର ସବୁ ଖୁସିରେ ଆଇଛନ୍ତି। ଖୁସିରେ ନାଟ ଫାଟ ଲାଗି ଆରମ୍ଭ ହେଇଛି ଆଉ। ଆସିଲେ ଗାଁରେ ଯାତ୍ରା ଏବଂ ସହରରେ ଯାତ୍ରା ଗାଁରେ ଯାତ୍ରା କେତେ ମଜା ଲାଗେ? ଦେଖନ୍ତୁ ଗାଁ ଗୋଟେ ଲହରୀ ଖେଳି ଯାଇଛି କାହା ମୁହଁରୁ ଶବ୍ଦ ନାହିଁ। ତେଣୁ ବନ୍ଧୁ ଖାସ କରିକି ଏ ଯୋଉ ପାରମ୍ପରିକ ମାଙ୍କ ଆଗମନ ହେଲା ପରଠୁ ମାନେ ଗାଁରେ ଏମିତି ସତ ଗୋଟେ ମାଙ୍କ ମୋହ ମାୟାରେ ସମସ୍ତେ ରହିଯାଇଛନ୍ତି। ତେଣୁକରି ଗାଁରେ ଏତେ ସୁନ୍ଦର ଲାଗୁଛି। ଏବେ ଆପଣ ଦେଖିଥିବେ ଆମ ଗାଁଟାକୁ ବହୁତ ଛୋଟିଆ ଗାଁଟା ଦିଗପହଣ୍ଡି ବ୍ଲକରୁ ମାତ୍ର 5 କିଲୋମିଟର ଦୂରରେ ଅବସ୍ଥିତ, ଯୋଉଟାକି ଆମ ପଞ୍ଚାୟତ କଇଠଟା ବୁଝିଲେ। ଏତେ ଛୋଟିଆ ଗାଁଟା 15 ବର୍ଷ ପରେ ଏତେ ବଡ଼ ଗୋଟେ ଆୟୋଜନ ହେଇକି ଯାତ୍ରାଟା ହେଉଛି। ଆଉ ଏଇଟା ଆମେ ସମସ୍ତଙ୍କୁ ଧନ୍ୟବାଦ ଚାହୁଁଛୁ ଗାଁ ବାଲାକୁ। ପ୍ରତି ଘରେ ପ୍ରତି ପୁରୁଷ ପ୍ରତି ସ୍ତ୍ରୀ ପ୍ରତି ମାନେ ୟଙ୍ଗ ଆମକୁ କହିବାକୁ ଗଲେ ଯେଉଁ ବୟସ୍କ ପିଲାମାନେ ଏତେ ନୂଆ ଜେନେରେସନ୍ ଆସିଲା ପରେ ସବୁ ଯାକ ଭୁଲି ବାଲିକିରି ଆପଣ ଦେଖୁଥିବେ ଏବେ ଚୁଲିରେ ରୋଷେଇ ହେଉଥିଲା କାଠ ଚୁଲିରେ। ସେ ସବୁ ଯାକ ପଛରେ ପକେଇକିରି କାଠ ଚୁଲି ନିଜେ ଆମ ପରମ୍ପରାକୁ ଆପଣାଇକିରି ଏତେ ଲହରୀ ଖେଳି ଯାଇଛି ଗାଁରେ ଆଜ୍ଞା। ସେଥିପାଇଁ ବୋଲିକିରି ଆମ ମନରେ ନାହିଁ ସବୁ ସେ ମାଙ୍କ ଲୀଳା ଆଜ୍ଞା।